ଏକାଦଶ ପରିଚ୍ଛେଦ କାରକ ଓ ବିଭକ୍ତି। ସରୋଜ ବାବୁ ପ୍ରତିଦିନ ସକାଳେ ଘରୁ ଚାଉଳ ଆଣି ନିଜ ହାତରେ ଭିକାରୀମାନଙ୍କୁ ଦିଅନ୍ତି। ଏହି ବାକ୍ୟରେ ସମାପିକା କ୍ରିୟାପଦ ଦିଅନ୍ତି ଓ ଅସମାପିକା କ୍ରିୟାପଦ ଆଣି। ଏହି ଦୁଇ କ୍ରିୟାପଦ ସହ ବାକ୍ୟର ଅନ୍ୟ ପଦମାନଙ୍କର କିଭଳି ସମ୍ପର୍କ ଅଛି ତାହା ବିଭିନ୍ନ ପ୍ରକାରେ ପ୍ରଶ୍ନ କଲେ ଜଣାଯାଏ। ପ୍ରଶ୍ନ, କ୍ରିୟାପଦ, ଉତ୍ତର, କାରକ ଓ ବିଭକ୍ତି। କିଏ? ଦିଅନ୍ତି ସରୋଜ ବାବୁ। କର୍ତ୍ତା ପ୍ରଥମା ବିଭକ୍ତି। କ'ଣ ଦିଅନ୍ତି? ଚାଉଳ। କର୍ମ ଦ୍ୱିତୀୟା। କାହିଁକି ଦିଅନ୍ତି? ନିଜ ହାତରେ। କରଣ ତୃତୀୟା। କାହାକୁ ଦିଅନ୍ତି? ଭିକାରୀମାନଙ୍କୁ। ସମ୍ପ୍ରଦାନ ଚତୁର୍ଥୀ। କେଉଁଠାରୁ? ଆଣି। ଘରୁ। ଅପାଦାନ ପଞ୍ଚମୀ। କେତେବେଳେ ଦିଅନ୍ତି? ପ୍ରତିଦିନ ସକାଳେ। ଅଧିକରଣ ସପ୍ତମୀ। ବାକ୍ୟରେ ସମାପିକା କ୍ରିୟା ଓ ଅସମାପିକା କ୍ରିୟା ପଦ ସହିତ ଯେଉଁ ପଦର ସମ୍ପର୍କ ଥାଏ ତାହାକୁ କାରକ କୁହାଯାଏ। ଏହି ସମ୍ପର୍କ 6 ପ୍ରକାରର। ଏଣୁ କାରକ ମଧ୍ୟ 6 ପ୍ରକାରର, ଯଥା କର୍ତ୍ତା କାରକ, କର୍ମ କାରକ, କରଣ କାରକ, ସମ୍ପ୍ରଦାନ କାରକ, ଅପାଦାନ କାରକ, ଅଧିକରଣ କାରକ। ବାକ୍ୟରେ କ୍ରିୟା ସହିତ ଯେଉଁ ପଦର ସମ୍ପର୍କ ନଥାଇ ଅନ୍ୟ ପଦ ସହିତ ଥାଏ ତାକୁ ସମ୍ବନ୍ଧ ପଦ କହନ୍ତି। ସମ୍ବନ୍ଧ ପଦରେ ଷଷ୍ଠୀ ବିଭକ୍ତି ହୁଏ, ଯଥା ରାମବାବୁଙ୍କ ପୁଅ ହରି ସହରରେ ପଢ଼ୁଛି। ଏଠାରେ ରାମବାବୁଙ୍କ ସହ ପଢ଼ୁଛି କ୍ରିୟାର ସମ୍ପର୍କ ନାହିଁ, ସମ୍ପର୍କ ଅଛି ପୁଅ ସହିତ। ଏଣୁ ରାମବାବୁଙ୍କ ଏହା ସମ୍ବନ୍ଧ ପଦ। ଯାହାଦ୍ୱାରା ସଂଖ୍ୟା ଓ କାରକର ଧାରଣ ହୁଏ ତାକୁ ବିଭକ୍ତି କହନ୍ତି। ବିଭକ୍ତି 7 ପ୍ରକାରର। ବିଭକ୍ତିର ଆକୃତି ନିମ୍ନରେ ପ୍ରଦତ୍ତ ହେଲା। ବିଭକ୍ତି ଏକବଚନ, ବହୁବଚନ ରୂପ। ପ୍ରଥମା, ଟି ଟା ଏ ଟାଏ। ବହୁବଚନ, ଏ ମାନେ, ଗୁଡ଼ିକ, ଗୁଡ଼ାକ। ଦ୍ୱିତୀୟା ବିଭକ୍ତି, କୁ, ଙ୍କୁ, କି, ଙ୍କି, ଙ୍କୁ ମାନଙ୍କୁ। ତୃତୀୟା ବିଭକ୍ତି, ଏକବଚନରେ ରେ, ଦ୍ୱାରା, ଦେଇ, କର୍ତ୍ତୃକ। ବହୁବଚନ, ମାନଙ୍କରେ, ମାନଙ୍କ ଦ୍ୱାରା, ମାନଙ୍କ ଦେଇ, ମାନଙ୍କ କର୍ତ୍ତୃକ। ଚତୁର୍ଥୀ ବିଭକ୍ତି, କୁ, ଙ୍କୁ, କି, ଙ୍କି। ବହୁବଚନ, ଙ୍କୁ ମାନଙ୍କୁ। ପଞ୍ଚମୀ ବିଭକ୍ତି, ରୁ, ଠାରୁ, ମାନଙ୍କରୁ, ମାନଙ୍କ ଠାରୁ। ଷଷ୍ଠୀ ବିଭକ୍ତି, ର, ଅଙ୍କ, ଙ୍କର, ମାନଙ୍କ, ମାନଙ୍କର। ସପ୍ତମୀ ବିଭକ୍ତି, ରେ, ଏ, ଠାରେ, ମାନଙ୍କରେ, ମାନଙ୍କ ଠାରେ। ଏହାଛଡ଼ା ବିନା, ବ୍ୟତୀତ, ଛଡ଼ା, ଲାଗି, ନିମିତ୍ତ, ନିମନ୍ତେ, ଅପେକ୍ଷା ଆଦି ଅବ୍ୟୟ ଶବ୍ଦ ଯୋଗେ ବିଭକ୍ତିର ସୂଚନା ମଧ୍ୟ ମିଳିଥାଏ, ଯଥା ଲକ୍ଷ୍ମଣଙ୍କ ଛଡ଼ା, ତୁମ ବ୍ୟତୀତ, ତାଙ୍କ ବିନା, ଭାର୍ଯ୍ୟା ଲାଗି, ମୋ ନିମନ୍ତେ, ପୃଥିବୀ ଅପେକ୍ଷା ଇତ୍ୟାଦି। କର୍ତ୍ତା କାରକ ଓ ପ୍ରଥମା ବିଭକ୍ତି। ଯେ କ୍ରିୟା ସମ୍ପାଦନ କରେ ବା କରାଏ ସେ କର୍ତ୍ତା କାରକ। କୃଷକମାନେ କୃଷି କ୍ଷେତ୍ରକୁ ଯାଉଥିଲେ। ଶିକ୍ଷକ ଛାତ୍ରକୁ ପଢ଼ାଉଛନ୍ତି। ଅନେକ ସମୟରେ କ୍ରିୟା ପୂର୍ବରୁ କିଏ ପ୍ରଶ୍ନ କଲେ ଯେଉଁ ଉତ୍ତର ମିଳେ ତାହା କର୍ତ୍ତା ହୋଇଥାଏ। ଉଭୟ ବାକ୍ୟରେ କର୍ତ୍ତା କ୍ରିୟାକୁ ସମ୍ପାଦନ କରୁଛି ଓ କରାଉଛି, ଅର୍ଥ ପ୍ରକାଶିତ। ଏଣୁ କୃଷକମାନେ ଓ ଶିକ୍ଷକ କର୍ତ୍ତା କାରକ। ପ୍ରୟୋଜକ କର୍ତ୍ତା ଓ ପ୍ରଯୋଜ୍ୟ କର୍ତ୍ତା। ଯେଉଁ କର୍ତ୍ତା କ୍ରିୟା ସମ୍ପାଦନ ନିମନ୍ତେ ଅନ୍ୟକୁ ଲଗାଏ ସେ ପ୍ରଯୋଜକ କର୍ତ୍ତା।
ଶିକ୍ଷକ ଛାତ୍ର ଦ୍ୱାରା ବହି ଅଣାଇଲେ। ଏଠାରେ ଶିକ୍ଷକ ପ୍ରଯୋଜକ କର୍ତ୍ତା। କର୍ତ୍ତା କ୍ରିୟା ସମ୍ପାଦନ ନିମନ୍ତେ ଯାହାକୁ ଲଗାଏ ଅର୍ଥାତ୍ ଯାହାକୁ ଲଗାଇ କ୍ରିୟା ସମ୍ପାଦନ କରେ ସେ ପ୍ରଯୋଜ୍ୟ କର୍ତ୍ତା। ଶିକ୍ଷକ ଛାତ୍ର ଦ୍ୱାରା ବହି ଅଣାଇଲେ। ଏଥିରେ ଛାତ୍ର ଦ୍ୱାରା ପ୍ରଯୋଜ୍ୟ କର୍ତ୍ତା। ପ୍ରଥମା ବିଭକ୍ତି। କର୍ତ୍ତା କାରକରେ ପ୍ରଥମା ବିଭକ୍ତି। ପିଲାଟି ଖେଳୁଛି, ମୁଁ ଯିବି ନାହିଁ, ଛାତ୍ରୀମାନେ ପୁରୀ ଯିବେ। ଏଠାରେ ପିଲାଟି, ମୁଁ, ଯାତ୍ରୀମାନେ ହେଉଛନ୍ତି କର୍ତ୍ତା। ତେଣୁ କର୍ତ୍ତାଠାରେ ପ୍ରଥମା ବିଭକ୍ତି ହୋଇଛି। ମୁଁରେ ପ୍ରଥମା ବିଭକ୍ତିର କୌଣସି ଚିହ୍ନ ନାହିଁ। କର୍ମବାଚ୍ୟରେ କର୍ମଠାରେ ପ୍ରଥମା। ତାଙ୍କ ଦ୍ୱାରା ବହିଟି ଲେଖା ହୋଇଛି। ଏଠାରେ ଲେଖକ ହେଉଛନ୍ତି ସେ। ବହିଟି ହେଉଛି କର୍ମ ଓ କର୍ମବାଚ୍ୟରେ କର୍ମଠାରେ ପ୍ରଥମା ବିଭକ୍ତି ହୋଇଛି। ସମ୍ବୋଧନେ ପ୍ରଥମା। ପିଲାମାନେ ଗୋଳମାଳ କର ନାହିଁ, ବାଳକେ ମୋର ବୋଲ କର। ଏଠାରେ ପିଲାମାନେ ବାଳକେ ଦୁଇ କର୍ତ୍ତାଠାରେ ପ୍ରଥମା ବିଭକ୍ତି ହୋଇଛି। ଅବ୍ୟୟ ଯୋଗେ ପ୍ରଥମା। ମୁଁ ତାଙ୍କୁ ସାଧୁ ବୋଲି ଜାଣିଥିଲି। ଦଶରଥ ବୋଲି ଜଣେ ରାଜା ଥିଲେ। ବୋଲି ଅବ୍ୟୟ ପଦ ଯୋଗେ ସାଧୁ ଓ ଦଶରଥ ଶବ୍ଦର ପ୍ରଥମା ବିଭକ୍ତି ହୋଇଛି। କର୍ମକାରକ ଓ ଦ୍ୱିତୀୟା ବିଭକ୍ତି। କର୍ତ୍ତାର ପ୍ରଧାନ ଲକ୍ଷ୍ୟ ବା ଅଭିଳଷିତକୁ କର୍ମ କୁହାଯାଏ। ପଣ୍ଡିତେ ପୁରାଣ ପଢ଼ୁଛନ୍ତି। ଏଠାରେ କର୍ତ୍ତା ହେଉଛି ପଣ୍ଡିତେ। ତାଙ୍କର ପ୍ରଧାନ ଅଭିଳଷିତ ପଦାର୍ଥ ହେଲା ପୁରାଣ। ଏଣୁ ଏହା କର୍ମକାରକ। ସାବିତ୍ରୀ ଗୀତ ଗାଉଛି। କୁମୁଦିନୀ କବିତାଟିଏ ଲେଖୁଛି। ହରିବାବୁ ହରେନ୍ଦ୍ରକୁ ପଚାରିଲେ। ଉଲ୍ଲିଖିତ ବାକ୍ୟରେ କ୍ରିୟାକୁ କ'ଣ ଓ କାହାକୁ ପ୍ରଶ୍ନ କଲେ ଯାହା ସବୁ ଉତ୍ତର ଆସେ ସେଗୁଡ଼ିକ କର୍ତ୍ତାର ଅଭିଳଷିତ ପଦାର୍ଥ। ତେଣୁ ସେମାନଙ୍କଠାରେ କର୍ମକାରକ ହୋଇଛି। ଦ୍ୱିତୀୟା ବିଭକ୍ତି। କର୍ମକାରକରେ ଦ୍ୱିତୀୟା ବିଭକ୍ତି। ରାମ ରାବଣଙ୍କୁ ମାରିଥିଲେ। ପିଲାଟି କ୍ଷୀର ପିଉଛି। ଏଠାରେ ରାବଣକୁ ଓ କ୍ଷୀର କର୍ମକାରକ। ଏଣୁ କର୍ମଠାରେ ଦ୍ୱିତୀୟା ବିଭକ୍ତି ହୋଇଛି। ଏଗୁଡ଼ିକୁ କର୍ମକାରକରେ ଦ୍ୱିତୀୟା ବିଭକ୍ତି କୁହାଯାଏ। ଧିକ୍ ଶବ୍ଦ ଯୋଗେ ଦ୍ୱିତୀୟା। ଦେଶଦ୍ରୋହୀକୁ ଧିକ୍, ମୂର୍ଖକୁ ଧିକ୍। ବ୍ୟାପ୍ତି ଅର୍ଥରେ ଦ୍ୱିତୀୟା। ଇନ୍ଦ୍ର ଶପଥ ଦିନ ବୃଷ୍ଟି କଲା। ମୁଁ ମାସେ ଅପେକ୍ଷା କଲିଣି। ବିପ୍ସା ପୁନଃ ପୁନଃ ଅର୍ଥରେ ଦ୍ୱିତୀୟା। ଭିକାରୀଟି ଗାଁକୁ ଗାଁ ବୁଲୁଛି। ବିନିମୟ ଅର୍ଥରେ ଦ୍ୱିତୀୟା। 12 ଟଙ୍କାକୁ କିଲେ ଚାଉଳ। ଉଚିତାର୍ଥେ ଦ୍ୱିତୀୟା। ଯେସାକୁ ତେସା, ଚୁଡ଼ାକୁ ଗୁଡ଼। କରଣକାରକ ଓ ତୃତୀୟା ବିଭକ୍ତି। କ୍ରିୟା ସମ୍ପାଦନରେ କର୍ତ୍ତାର ଯାହା ସହାୟକ ହୁଏ ତାକୁ କରଣ କୁହାଯାଏ। ସେ କଲମରେ ଲେଖୁଛି। ଲୋକଟି ନୌକାରେ ନଈ ପାର ହେଉଛି। ଏଠାରେ କର୍ତ୍ତାର କ୍ରିୟା ସାଧନରେ କଲମ ଓ ନୌକା ସହାୟକ ହୋଇଥିବାରୁ ସେମାନଙ୍କର ଠାରେ କରଣକାରକ ହୋଇଛି। ତୃତୀୟା ବିଭକ୍ତି। କରଣକାରକରେ ତୃତୀୟା ବିଭକ୍ତି।